ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ପାଟଣା ବ୍ଲକ ରାଜନଗର ପୁଣିଆତୟା ବୈତରଣୀ ତଟ ଶୈବା କାବେରୀ ତଟରେ ଏକ ନିରା ଆଡମ୍ବର ପରିବେଶରେ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ 29ତମ ତିରୋଧାନ ଦିବସ ପୂର୍ବତ ବିଧାୟକ ଜଗନ୍ନାଥ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦାନ ପୂର୍ବକ ନେତୃବୃନ୍ଦ ଓ କର୍ମୀମାନେ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ। ଯଦୁନାଥ ବାରିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ବିଜୁ ଜନତା ଦଳରେ ନୂତନ ଭାବେ ସମ୍ପାଦିକା ଦାୟିତ୍ୱ ମିଳିଥିବାରୁ ରୁନୁ ମହାନ୍ତ ମଞ୍ଜୁ ଅରାମଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳ ତରଫରୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତ ବିଧାୟକ ଜଗନ୍ନାଥ ନାୟକ, ବରିଷ୍ଠ ନେତା ସତ୍ୟବ୍ରତ ନାୟକ, ସାହାରପଡ଼ା ବ୍ଲକ ସଭାପତି ଦିଲ୍ଲୀପ ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜୟ ପଟ୍ଟନାୟକ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାୟକ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ରାଜବଲ୍ଲଭ ଦେହୁରୀ, ବିଜୟ ପାଇଦା, ଅଯୋଧ୍ୟା ବେହେରା, ପ୍ରଶାନ୍ତ କୁମାର ଭଞ୍ଜଦେୟ, ବସନ୍ତ ମିଶ୍ର, ଶତ୍ରୁଘ୍ନ ସିଂ, ଭାଗୀରଥୀ ଦାସ, ଭୁବନେଶ୍ୱର ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଜୀବନାଦର୍ଶ ଉପରେ ନିଜ ନିଜର ମତ ରଖିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀର 56ଟି ପଞ୍ଚାୟତ ଅଞ୍ଚଳରୁ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦୁଝର ଜିଲ୍ଲାରୁ ଆମର ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଆଜି 29ତମ ତିରୋଧାନ ଦିବସ ଉପଲକ୍ଷେ ସାରା ଓଡ଼ିଶାରେ ପାଳିତ ହେଉଛି। ସିଏ ଜଣେ ଏଇଭଳି ବ୍ୟକ୍ତିତ୍ୱ କି ସାରା ଓଡ଼ିଶା କାହିଁକି ସାରା ଭାରତବର୍ଷ କାହିଁକି ସେ ବିଶ୍ୱସ୍ତରୀୟର ସେ ଅଦ୍ୱିତୀୟ ନେତା, ଯିଏକି ସେ ତିନିଟା ଦେଶର ନାଗରିକତ୍ୱ ସମ୍ମାନ ମଧ୍ୟ ପାଇଛନ୍ତି। ରୁଷିଆ କୁହନ୍ତୁ, ଇଣ୍ଡୋନେସିଆ କୁହନ୍ତୁ, ଭାରତବର୍ଷ କୁହନ୍ତୁ, ତିନିଟି ଦେଶର ସେ ମଧ୍ୟ ଉପାଧିରେ ଭୂଷିତ ହୋଇଛନ୍ତି। ଏବଂ ତାଙ୍କର ଏଇ 29ତମ ତିରୋଧାନ ଦିବସ ଉପଲକ୍ଷେ ଆମର ପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ପାଳିତ ହେଉଛି। ଠିକ୍ ସେହିପରି ଆମେ ମଧ୍ୟ ଆଜି ଆମର ପାଟନା ନିର୍ବାଚନ ମଣ୍ଡଳୀ ଏର ବିଜୁ ଜନତା ଦଳର କର୍ମୀମାନଙ୍କ ଗହଣରେ ଆମର ପ୍ରିୟ ନେତା ପାଟନା ବ୍ଲକର ସଭାପତି ଶ୍ରୀଯୁକ୍ତ ମାଧବାନନ୍ଦ ପୃଷ୍ଟି ମହୋଦୟଙ୍କର ନେତୃତ୍ୱରେ ଆପଣମାନଙ୍କର ଏଠି ପ୍ରିୟ ନେତା ଶ୍ରୀ ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ ଇଏ ଆଜି ତିରୋଧାନ ଦିବସ ପାଳିତ ହୋଇଛି। ଏବଂ ଆଗାମୀ ଦିନରେ ଆମର ଏଇ ଯେଉଁ ଯୁବକ ମାନଙ୍କୁ ଆମେ କେମିତି ଏକାଠି କରିବା ଏବଂ ଯୁବକ ମହିଳାମାନଙ୍କୁ ଆମର ବିଜୁ ବାବୁଙ୍କର ଯେଉଁ ଗରିମା ଥିଲା, ଯେଉଁ ସାହସ ଥିଲା, ଯେଉଁ ବୀରତ୍ୱ ଥିଲା, ସେଇ ବୀରତ୍ୱକୁ କେମିତି ଏଇ ଘରେ ଘରେ ପହଞ୍ଚାଇବୁ। ଏବଂ ଶେଷରେ ଆମର ଗୋଟିଏ ଦାବି ଭାରତ ସରକାରଙ୍କୁ, କେନ୍ଦ୍ର ସରକାରଙ୍କୁ ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଘୋଷିତ କରନ୍ତୁ, ନହେଲେ ଆଗାମୀ ଦିନରେ ଇଏ ଜନ ଆନ୍ଦୋଳନ ଏଇଠୁ ଆରମ୍ଭ ହେଇ ସାରା ଓଡ଼ିଶାରେ ବ୍ୟାପିବ। ଆପଣମାନେ ଜାଣିଥିବେ ସାରା ବିଶ୍ୱର ଅଦ୍ୱିତୀୟ ନେତା, ସାରା ଭାରତବର୍ଷରେ ଏବଂ ସାରା ଓଡ଼ିଶା ପ୍ରଦେଶରେ ଘରେ ଘରେ ପରିଚିତ ବିଜୁ ପଟ୍ଟନାୟକର ଆଜି 29ତମ ତିରୋଧାନ ଦିବସ। সেই তিରୋଧାନ ଦିବସ উপলক্ষে আমার প্রিয় নেতা, বিরোধী দল নেতা এবং ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକର ଆହ୍ୱାନ କ୍ରମେ ପାଟନା ନିର୍ବାଚନ ମଣ୍ଡଳୀରେ ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟିଙ୍କର ନେତୃତ୍ୱରେ ଏବଂ ଆମର ବଡ଼ ଭାଇ ସତ୍ୟବ୍ରତ ନାୟକଙ୍କର ସହଯୋଗରେ ଏବଂ ଏଠିକାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ସହଯୋଗରେ ଏ କାର୍ଯ୍ୟକ୍ରମ ଆଜି ପାଟନା ବ୍ଲକର ରାଜନଗର ଠାରେ ଅନୁଷ୍ଠିତ ହୋଇଛି। ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଏବଂ ଭଉଣୀମାନଙ୍କୁ, ଯେଉଁ ନୂଆ ପିଢ଼ିର ଯେଉଁମାନେ ଆସୁଛନ୍ତି ତାଙ୍କୁ ବିଜୁ ପଟ୍ଟନାୟକଙ୍କର ବୀରତ୍ୱ, ଗାରିମା ଏବଂ ସାହସ ବିଷୟରେ ଅବଗତ କରାଇବା, ତାଙ୍କର ଗାଥା ଗାନ କରିବା ଏବଂ ଆଜି ପାଟନା ନିର୍ବାଚନ ମଣ୍ଡଳୀର ସମଗ୍ର ଜନସାଧାରଣ, ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା, ସାଧାରଣ ଜନତା, ସାହିତ୍ୟିକ, ଲେଖକ ସମସ୍ତଙ୍କର ଗୋଟିଏ ଦାବି ଯେ କେନ୍ଦ୍ର ସରକାର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନରେ ଦୀକ୍ଷିତ କରାନ୍ତୁ ଏବଂ ତାଙ୍କ ଭଳି ଜଣେ ଯୋଦ୍ଧା, ସାହସୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ
उपयुक्त न्याय मिलू तेणु आज ए तिरोधान दिवस रे समस्त कार्यकर्ता ए दृढ़ दाबी करिसेंती केंद्र सरकार ए दाबी को निश्चय विचार करिवे। धन्यवाद। दशरथ बारिकों रिपोर्ट ब्लैक न्यूज ओडिया।